ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ପୁଣି ସାମ୍ନାକୁ ଆସିଲା ଏକ ଦାଦନ ମୃତ୍ୟୁ। କର୍ଣ୍ଣାଟକ ସମୁଦ୍ରରେ ଓଡ଼ିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। କର୍ଣ୍ଣାଟକର ମଲଫି ସମୁଦ୍ରରେ ମାଛ ଧରିବା ବେଳେ ଅଘଟଣ ଘଟିଛି। ଗତକାଲି ମାଛ ଧରିବା ବେଳେ ଟ୍ରଲରରୁ ଖସି ପଡ଼ିଥିଲେ ରାଜୁ ବେହେରା। ରାଜୁ ମାଛ ଧରୁ ଧରୁ ହଠାତ୍ ଏକ ଶବ୍ଦ ଶୁଭିଥିଲା। ତତ୍କ୍ଷଣାତ୍ ମତ୍ସ୍ୟଜୀବୀମାନେ ରାଜୁ ବେହେରାଙ୍କୁ ଖୋଜାଖୋଜି କରି ରାତିରେ ଉଦ୍ଧାର କରିଥିଲେ। ଉଦ୍ଧାର କରି ରାଜୁ ବେହେରାଙ୍କୁ ଟ୍ରଲର ଉପରକୁ ଆଣିଥିଲେ, ହେଲେ କିଛି ସୁଫଳ ମିଳିନଥିଲା। ତାଙ୍କ ମୃତଦେହ କର୍ଣ୍ଣାଟକ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କ୍ଷୀରିସାହି ଗ୍ରାମର ରାଜୁ ବେହେରା। ଚିଲିକାରେ ମାଛ ନ ହେବାରୁ ଭିଟାମାଟି ଛାଡ଼ି ଗତ କିଛିଦିନ ହେବ ଦାଦନଙ୍କ ସୁଅ ଛୁଟୁଥିବା ବେଳେ ଆଜି ପହଞ୍ଚିଲା ଅଘଟଣ। ଉକ୍ତ ଘଟଣା ଘଟିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ସମ୍ପର୍କୀୟମାନେ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି। କୃଷ୍ଣପ୍ରସାଦରୁ କୈଳାଶ ଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ, ଜଗନ୍ନାଥ ନ୍ୟୁଜ୍ 24।